ବିଜେଡି ର ସଭାପତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଠଗଡ଼ ବିଧାୟକ ରାଜା ସ୍ୱାଇଁ କି କଣ ପଚାରିଲେ ବୋଲି ସବୁ ଗଣମାଧ୍ୟମ କାଲି ବଜେଇଲେ ଏବଂ ତାପରେ ଯାହା ନ୍ୟୁଜ ଆସିଲା ଏ ରାଜା ବାବୁଙ୍କୁ ପଚାରିଲେ ତମ ପୁଅ ବାହାଘର କେବେ ହଉଛି, କୋଉଠି ହଉଛି, କେମିତି ହଉଛି। ରାଜା ବାବୁଙ୍କର ବାହାଘର ତାଙ୍କ ପୁଅର ଯେହେତୁ ହଉଛି ସେ ବିଷୟରେ ସେ ଆଲୋଚନା କଲେ ଏବଂ ଯାହା ଆମେ ସେଠୁ ଖବର ପାଇଲୁ ରାଜା ସ୍ୱାଇଁ ଯେହେତୁ ବାରମ୍ବାର ସବୁବେଳେ କହନ୍ତି ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଏବଂ ଦଳିତ ଲୋକମାନେ ପଛରେ ରହିଯାଇଥିବା ଲୋକଙ୍କ ପାଇଁ ଆମେ କାମ କରୁଛୁ, ତାଙ୍କୁ ନ୍ୟାୟ ଦେବୁ, ସମତା ଭିତ୍ତିକ ସମାଜ ଗଠନ କରିବୁ, ଏଇ ବିଷୟରେ ନବୀନ ବାବୁଙ୍କ ସହିତ ତାଙ୍କର ଆଲୋଚନା ହେଲା। ନବୀନ ବାବୁ ତାଙ୍କୁ ପଚାରିଲେ ତମେ ସେଇ ସାମାଜିକ ନ୍ୟାୟ ଆନ୍ଦୋଳନ ଭିତରୁ ଗୋଟେ ଝିଅକୁ ବାହାଘର କରୁଛ କି ତମ ପୁଅ ସହିତ? ସେ କହିଲେ ନାଇଁ ନାଇଁ ମୁଁ ପୁରୀ ରାଜବଂଶରୁ ଜଣେ ଝିଅ ସହିତ ମୋର ପୁଅକୁ ବାହାଘର କରୁଛି। ତାଙ୍କ ପୁଅ ଆକାଶ ବାହାଘର ହଉ, ତାକୁ ଆମେ ବି ଶୁଭେଚ୍ଛା ଅଭିନନ୍ଦନ ଜଣାଉଛୁ। କି ରାଜା ସ୍ୱାଇଁ ଯୋଉ ବାରମ୍ବାର କହନ୍ତି ସାମାଜିକ ନ୍ୟାୟ ଏବଂ ବିଗତ ଦିନରେ ଆପଣ ଦେଖିଥିବେ ଗଣମାଧ୍ୟମରେ ବାଜିଥିଲା ବିଜୁ ଜନତା ଦଳ ଯୋଉ କର୍ମକର୍ତ୍ତା ଏବଂ ବିଜୁ ଜନତା ଦଳର ଯୋଉ କାର୍ଯ୍ୟକାରୀ କମିଟିରେ ଯୋଉ 80 ଜଣ ଯୋଉ ରହିବେ ତା ପାଇଁ ସେ ଗୋଟେ ଚିଠି ଲେଖିଥିଲେ, ସେଥିରେ ଏସସି ଏସଟି ଦଳିତ ଓବିସି ଲୋକମାନେ ଏବଂ ସବୁବେଳେ ଓବିସି ବୋଲି ବୋବାଳି ଛାଡନ୍ତି। ଓବିସି ଭିତରୁ ସେ କଣ ବାହାଘର କରିପାରିଲେନି? କିନ୍ତୁ ଲୋକମାନଙ୍କୁ କହନ୍ତି ଓବିସିଙ୍କ ବିଷୟରେ ଏବଂ ସାମାଜିକ ନ୍ୟାୟ ବିଷୟରେ ଏବଂ ବିଆର୍ ଆମ୍ବେଦକର ତାଙ୍କ ନୀତି ଆଦର୍ଶ। ନବୀନ ବାବୁ ସେଇ କଥା ପଚାରିଲେ ଯେ ତମେ ବିଆର୍ ଆମ୍ବେଦକର ନୀତି ଆଦର୍ଶ ଭିତରୁ ଯଦି ଗୋଟେ ଝିଅ ଆଣି ବାହାଘର କରିଥାନ୍ତ ତାହେଲେ ଲୋକଙ୍କୁ ଗୋଟେ ସମାଜ ସଂସ୍କାରକ ଏବଂ ସମାଜକୁ ଗୋଟେ ବାର୍ତ୍ତା ହେଇଥାନ୍ତା। ତମେ ଆମର ଯେମିତି ଓଡିଶାର ଜଣେ ଆଠମଲ୍ଲିକର ପିକେ ମହାନନ୍ଦିଆ ସ୍ୱିଡେନ ରାଣୀକି ବାହା ହେଇଥିଲେ ସାଇକେଲରେ, ସେମିତି ରାଜା ସ୍ୱାଇଁ ଚାନ୍ଦିନ ଚୌକରୁ ଲାମ୍ବି ସ୍କୁଟରରେ ଆଠଗଡ଼ ଯାଇ ଆଠଗଡ଼ରୁ ମୁଣ୍ଡଳି ରାସ୍ତା ଦେଇ ପୁରୀ ରାଜାଙ୍କ ଘରେ ପହଞ୍ଚି ଗଲେଣି। ଇଏ ଗୋଟେ ଉଦାହରଣ ଯେ ସବୁବେଳେ ସମତା ଭିତ୍ତିକ ସମାଜ କଥା କହୁଥିବା ଏବଂ ରାଜା ସ୍ୱାଇଁ ନିଜେ ତାଙ୍କର ଯେତେବେଳେ ବାହାଘର ହେଇଥିଲେ ସେ ବିନା ଜାନି ଯୌତୁକ ଏବଂ ଇଏରେ ଆର୍ଯ୍ୟ ସମାଜରେ ବାହା ହେଇଥିଲେ। ସିଏ ଏବେ କୋଉ ନ୍ୟାୟ ଦେବେ, କୋଉ ସମତା ଭିତ୍ତିକ ସମାଜ କଥା କହୁଛନ୍ତି ନା ରାଜା ରାଜୁଡା ଶାସନ କରି ଲୋକଙ୍କୁ ଶାସନ କରିବା ଚିନ୍ତାଧାରା ରଖିଛନ୍ତି। ଏବେ ଲୋକଙ୍କର ଭ୍ରୁକୁଞ୍ଚନ ହଉଛି, ଲୋକଙ୍କର ଆଲୋଚନା ହଉଛି। ତେଣୁ ଆମେ ତାଙ୍କ ବାହାଘର ଏବଂ ଆଉ ଗୋଟେ କଥା ହଉଛି କମରେଡ ମାନେ ରାଜାଙ୍କ ଘରେ କଣ ବନ୍ଧୁ ବାନ୍ଧନ୍ତି? ରାଜା ସ୍ୱାଇଁ ନିଜେ ହଉଛନ୍ତି ହିନ୍ଦ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି, ତାଙ୍କ ପୁଅ ହଉଛନ୍ତି ହିନ୍ଦ ମଜଦୁର ସଭାର ଯୁବ ସଭାପତି। ଶ୍ରମିକ ଗୋଟେ ରାଜାଙ୍କ ଘରେ କେମିତି ବନ୍ଧୁ ବାନ୍ଧୁଛନ୍ତି ଏବେ ଓଡିଶାର ଚର୍ଚ୍ଚା। ସେ ଯୋଉ ଶ୍ରମିକ ନେତା, କାହିଁକି ନା ଦୋକାନୀ ସଂଘ ଦେଖିବେ ବ୍ୟବସାୟ ହେଇଥିଲେ ଦୋକାନୀ ସଂଘର ସଭାପତି ହବ କି ମେମ୍ବରଟେ ହେଇଥିବ, ଆଇନଜୀବୀଟେ ହେଇଥିଲେ ଆଇନଜୀବୀର ସଂଘର ସଭାପତି ହବ, ଟ୍ରକ ମାଲିକଟେ ଟ୍ରକ ମାଲିକ ସଂଘର ସଭାପତି ହବ। ଏଇଭଳିଆ ଯେତେବେଳେ ଶ୍ରମିକ ସଂଗଠନର ସଭାପତି ହେଇଛି ଯୁବ ସଭାପତି ଓଡିଶାର ଏବଂ ନାନା ପ୍ରକାର ଆଠଗଡ଼ରେ ଯୋଉ କମ୍ପାନୀ ଗୁଡିକ ଅଛି ସେଥିରେ ରାଜା ସ୍ୱାଇଁଙ୍କ ପୁଅ ହଉଛି ସଭାପତି। ରାଜା ସ୍ୱାଇଁ ହଉଛନ୍ତି ଓଡିଶାର କାର୍ଯ୍ୟକାରୀ ସଭାପତି ବି ହିନ୍ଦ ମଜଦୁର ସଭାର ମଜଦୁର ମାନଙ୍କର। ମଜଦୁର ଏବଂ କମରେଡ ଆଇଡିଓଲୋଜିର ଥିବା ଲୋକ ରାଣୀ ଘରେ କେମିତି ରାଜା ରାଣୀଙ୍କ ଘରେ ବାହାଘର ହଉଛି ତାହା ଏବେ ବି ଓଡିଶାରେ ଗୋଟେ ରୋଚକ ଘଟଣା ଘଟିଛି ଏବଂ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଲୋକ ଆଲୋଚନା କରୁଛନ୍ତି ଏ ଘଟଣାଟି କଣ ନା ରାଜା ହେଇକି ଆଠଗଡ଼କୁ ଶାସନ କରିବା ଯୋଉ ମାନସିକତା ଅଛି ତାକୁ ପ୍ରତିଫଳିତ ହଉଛି। ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇଁ www.nowodisha.com କୁ ଲଗ୍ଇନ୍ କରନ୍ତୁ।